ଆହ୍ୱାନ ଓଡ଼ିଆ ପଡକାଷ୍ଟର ଏଇ ନୂଆ ସିରିଜକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମର ଏଇ ନୂଆ ସିରିଜରେ ଆମେ ଶିଖିବା ପଡକାଷ୍ଟିଂ ବିଷୟରେ। ପଡକାଷ୍ଟିଂ କ'ଣ, ଏହା କିପରି କରାଯାଏ ଏବଂ ଆପଣ କିପରି ସହଜରେ ପଡକାଷ୍ଟିଂ କରିପାରିବେ, ଏହି ସମସ୍ତ ବିଷୟରେ ଆମେ ଆପଣଙ୍କୁ ଏହି ସିରିଜରେ ଜଣାଇବୁ। ପଡକାଷ୍ଟିଂ ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁଭଳି ଭାବରେ ୟୁଟ୍ୟୁବ ଦିନେ ଅତି ଲୋକପ୍ରିୟ ଥିଲା, ଠିକ୍ ସେହିଭଳି ବର୍ତ୍ତମାନ ପଡକାଷ୍ଟିଂ ମଧ୍ୟ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ବିଶ୍ୱର ଅଧିକାଂଶ ବ୍ୟକ୍ତି ବର୍ତ୍ତମାନ ୟୁଟ୍ୟୁବକୁ ଛାଡ଼ିଦେଇ ପଡକାଷ୍ଟିଂ ଆଡ଼କୁ ମୁହାଁଇଲେଣି। କାହିଁକି ସେମାନେ ଏଭଳି କରୁଛନ୍ତି? ପଡକାଷ୍ଟିଂ ଦ୍ୱାରା ଲାଭ କ'ଣ ହେଉଛି? ଏହି ସମସ୍ତ ବିଷୟରେ ଆମେ ଆଜିର ଏହି ଏପିସୋଡରେ ଜାଣିବା। ତ ଆଜିର ଏପିସୋଡରେ ଆମେ ଜାଣିବା ପଡକାଷ୍ଟିଂ କ'ଣ, ଏହା କିଭଳି ଭାବରେ କରାଯାଏ ଏବଂ ଏହା କାହିଁକି କରାଯାଏ। ଚାଲନ୍ତୁ ଆରମ୍ଭ କରିବା ଆଜିର ଏପିସୋଡ। ଅତୀତରେ ଆମେ ସମସ୍ତେ ରେଡିଓ ପ୍ରତି ଆଗ୍ରହୀ ଥିଲେ, କାରଣ ରେଡିଓ ଆମର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଥିଲା। ରେଡିଓରେ ଆମକୁ ଗୀତ ଶୁଣିବାକୁ ମିଳୁଥିଲା, ଏହା ସହିତ ନାଟକ, କାହାଣୀ, ସମାଚାର, ଖେଳ ଇତ୍ୟାଦି ଅନେକ ବିଷୟରେ ଜାଣିବାକୁ ମିଳୁଥିଲା। ରେଡିଓ ସହିତ ଗୋଟିଏ ବ୍ୟବସ୍ଥା ଆମକୁ ବହୁତ ଭଲ ଲାଗୁଥିଲା, ତାହା ଥିଲା ଆମର ସ୍ୱାଧୀନତା। ଆମେ ରେଡିଓକୁ ନେଇ ଯେକୌଣସି ସ୍ଥାନକୁ ଯାଇପାରୁଥିଲେ। ଆମେ ରେଡିଓ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣୁଥିବା ସମୟରେ ଆମର ଘରର କାମ ହେଉ ବା ବ୍ୟାୟାମ କରିବା ହେଉ ବା ରାସ୍ତାରେ ଯିବା ଆସିବା କରିବା ହେଉ କରିପାରୁଥିଲେ। କିନ୍ତୁ ଟେଲିଭିଜନ ବା ୟୁଟ୍ୟୁବରେ ଏହାର ବ୍ୟତିକ୍ରମ ଦେଖାଗଲା। ଟେଲିଭିଜନ ହେଉ ବା ୟୁଟ୍ୟୁବ ଆପଣଙ୍କୁ ଟିଭି କିମ୍ବା କମ୍ପ୍ୟୁଟରର ସ୍କ୍ରିନ୍ ସାମ୍ନାରେ ବସି ରହିବାକୁ ବାଧ୍ୟ କରେ, ଯାହା ଆପଣଙ୍କୁ କୌଣସି କାମ କରାଇ ଦିଏ ନାହିଁ। ତେଣୁ ଲୋକମାନେ ଧୀରେ ଧୀରେ ଏହି ସବୁ ଗଣମାଧ୍ୟମ ଠାରୁ ରେଡିଓ ଆଡ଼କୁ ପୁଣି ଥରେ ଫେରିବାକୁ ଆରମ୍ଭ କଲେ। ଏଫ୍ଏମ୍ ରେଡିଓର ଲୋକପ୍ରିୟତା ଏହାର ଏକ ପ୍ରକୃଷ୍ଟ ନିଦର୍ଶନ। ପଡକାଷ୍ଟ ଠିକ୍ ସେହିଭଳି ଗୋଟିଏ ବ୍ୟବସ୍ଥା, ଯେଉଁଠି ଆପଣ ନିଜ ମନପସନ୍ଦର ଖବର ହେଉ ବା ଖେଳ ହେଉ ବା ସମାଚାର ହେଉ ବା ଆପଣଙ୍କର ଗଳ୍ପ, କବିତା, ଉପନ୍ୟାସ ଏଭଳି ଅନେକ ବିଷୟରେ ଜାଣିପାରିବେ। ଧୀରେ ଧୀରେ ଲୋକମାନେ ରେଡିଓ ଆଡ଼କୁ ଆକର୍ଷିତ ହେବାକୁ ଲାଗିଲେଣି। ପଡକାଷ୍ଟ ଏହାର ଏକ ଅପଡେଟେଡ୍ ଭର୍ସନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ଷ 2004ରେ ଆପଲ କମ୍ପାନୀର ସିଇଓ ଷ୍ଟିଭ୍ ଜବ୍ସ ଗୋଟିଏ ଗ୍ୟାଜେଟକୁ ଗୋଟିଏ ସଭାରେ ଆଣି ପ୍ରେଜେଣ୍ଟ କରିଥିଲେ। ସେହି ଗ୍ୟାଜେଟଟି ଛୋଟ ଆଇଫୋନ ଭଳି ଦେଖାଯାଉଥିଲା। ସେହି ସମୟରେ ବର୍ଷ 2004 ବେଳକୁ ଲୋକମାନେ ଗୀତ ଶୁଣିବାକୁ ଅଭ୍ୟସ୍ତ ହୋଇଯାଇଥିଲେ। ସେଥିପାଇଁ ବିଭିନ୍ନ କମ୍ପାନୀର MP3 ପ୍ଲେୟର ବା ଅଡିଓ ପ୍ଲେୟର ଅତି ଲୋକପ୍ରିୟ ହୋଇଥିଲା। ଠିକ୍ ସେହି ଆଧାରରେ ଆଇପଡକୁ ତିଆରି କରାଯାଇଥିଲା। ହେଲେ MP3 ପ୍ଲେୟରରେ ଆପଣ ଗୀତ ରଖିଦେଇ ଶୁଣିପାରୁଥିବା ବେଳେ ଆଇପଡରେ ତାହା ଅନଲାଇନରେ ହେଇପାରୁଥିଲା। ଅନଲାଇନ ଦ୍ୱାରା ଆପଣଙ୍କର ଆଇପଡରେ ଆପେ ଆପେ ଗୀତ ସହିତ ଗଳ୍ପ, କବିତା, ବିଭିନ୍ନ ଉପନ୍ୟାସ, ପୁସ୍ତକ, ସମାଚାର, ଖେଳ ଇତ୍ୟାଦି ବିଷୟରେ କାର୍ଯ୍ୟକ୍ରମମାନ ଅପଲୋଡ କରାଯାଇ ପାରୁଥିଲା, ଯାହାକୁ ଆପଣ ନିଜର ଖାଲି ସମୟରେ ଶୁଣିପାରିବେ। ଆମେରିକାର ଗୋଷ୍ଠୀ ଯେଉଁମାନେ କି ସବୁବେଳେ କାମରେ ବ୍ୟସ୍ତ ଥାଆନ୍ତି, ସେହି ଲୋକମାନଙ୍କ ପାଇଁ ଏହି ଆଇପଡ ଆଶୀର୍ବାଦ ଭଳି କାମ କଲା। ସକାଳୁ ସକାଳୁ ଉଠି ଯେଉଁମାନେ ଖବର ଶୁଣି ପାରୁନଥିଲେ, ସେମାନେ ଆଇପଡ ଦ୍ୱାରା ଦିନର ଯେକୌଣସି ସମୟରେ ଖବର ଶୁଣିପାରିଲେ, ଯେକୌଣସି ସମୟରେ ନିଜ ମନପସନ୍ଦର କାହାଣୀ ଶୁଣିପାରିଲେ, ଉପନ୍ୟାସ ପଢ଼ିପାରିଲେ ବା ପୁସ୍ତକ ପଢ଼ିପାରିଲେ। ଧୀରେ ଧୀରେ ଏହାର ଲୋକପ୍ରିୟତା ବଢ଼ିବାକୁ ଲାଗିଲା। ଆମେରିକାରେ କାର୍ଯ୍ୟ କରୁଥିବା ଗଣମାଧ୍ୟମମାନେ ପ୍ରଥମେ ପ୍ରଥମେ ଆଇପଡକୁ ଆଦରି ନେଲେ। ସେମାନେ ନିଜର ସମାଚାର ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆଇପଡ ମାଧ୍ୟମରେ ପ୍ରସାରଣ କରିବାକୁ ଲାଗିଲେ। ଧୀରେ ଧୀରେ ସାଧାରଣ ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଲାଗିଲେ। ନିଜେ ନିଜେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ଆଇପଡରେ ଅପଲୋଡ କରିବାକୁ ଲାଗିଲେ। ଆଇପଡର ତୀବ୍ର ବେଗରେ ବଢ଼ୁଥିବା ଲୋକପ୍ରିୟତାକୁ ଦେଖି କିଛି ସାମ୍ବାଦିକ ଏହା ଉପରେ ଅନେକ ଆଲେଖ୍ୟ ଲେଖୁଥିବା ବେଳେ ଜଣେ ସାମ୍ବାଦିକ ଆଇପଡରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମକୁ ପଡକାଷ୍ଟ ବୋଲି ନାଁ ଦେଲେ ଏବଂ ଯେଉଁମାନେ ପଡକାଷ୍ଟ କରନ୍ତି ସେମାନଙ୍କୁ ପଡକାଷ୍ଟର ବୋଲି କୁହାଗଲା। ସେଇଠାରୁ ହିଁ ପଡକାଷ୍ଟ ଏବଂ ପଡକାଷ୍ଟର ନାଁର ଆବିଷ୍କାର କରାଗଲା। ଆମେ ଜାଣିଲେ ପଡକାଷ୍ଟିଂ କ'ଣ ଏବଂ ଏହା କେଉଁମାନେ କରୁଛନ୍ତି।
କିନ୍ତୁ ଯଦି ମୁଁ ଆପଣଙ୍କୁ କହିବି ଯେ ଆମ ଭଳି ସାଧାରଣ ଲୋକମାନେ ମଧ୍ୟ ପଡକାଷ୍ଟିଂ କରୁଛନ୍ତି, ଆପଣ ବିଶ୍ୱାସ କରିବେ କି? ମନେ କରାଯାଉ ଆପଣ ଜଣେ ଶିକ୍ଷକ ବା ଜଣେ ଲେଖକ ବା ଜଣେ କବି କିମ୍ବା ଜଣେ ବୈଜ୍ଞାନିକ ବା ଐତିହାସିକ। ଆପଣ ନିଜ ବିଷୟରେ ବା ନିଜର ଯେଉଁ ବିଷୟରେ ଆପଣଙ୍କର ପାଣ୍ଡିତ୍ୟ ରହିଛି ସେହି ବିଷୟରେ ଅନ୍ୟମାନଙ୍କୁ ଶୁଣାଇବାକୁ ଚାହୁଁଛନ୍ତି କି? ଏଥିପାଇଁ ଆପଣଙ୍କୁ ରେଡିଓ ଭଳି ଗୋଟିଏ ଗଣମାଧ୍ୟମ ସାହାଯ୍ୟ କରିପାରେ। କିନ୍ତୁ ରେଡିଓରେ ପ୍ରସାରଣ କରିବା ପାଇଁ ଆପଣଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିପାରେ। ସେହିପରି ସ୍ଥଳେ ଯଦି ଆପଣ ନିଜର କହୁଥିବା କଥା ବା ଉପସ୍ଥାପନ କରିବାକୁ ଥିବା ତଥ୍ୟକୁ ନିଜେ ରେକର୍ଡିଂ କରି ସେହି ଅଡିଓ ଫାଇଲକୁ ପଡକାଷ୍ଟରେ ଅପଲୋଡ କରିଦେବେ, ତାହା ଯେକୌଣସି ଲୋକ ଶୁଣିପାରିବ। ବିଶ୍ୱରେ ଅନେକ ଶ୍ରୋତା ଅଛନ୍ତି ଯେଉଁମାନେ ବିଭିନ୍ନ ପ୍ରକାର ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଆପଣ ଇତିହାସ ବିଷୟରେ କହିପାରନ୍ତି, ଭୂଗୋଳ ବିଷୟରେ କହିପାରନ୍ତି, ସାହିତ୍ୟ, ଇଂରାଜୀ, ଗଣିତ ବା ବିଜ୍ଞାନ ବିଷୟରେ ମଧ୍ୟ କହିପାରନ୍ତି, କିମ୍ବା କୌଣସି ପୁସ୍ତକକୁ ପଢ଼ି ଶୁଣାଇ ପାରନ୍ତି, କବିତା ଶୁଣାଇ ପାରନ୍ତି ବା କୌଣସି କାହାଣୀ ଶୁଣାଇ ପାରନ୍ତି। ଏହା ସହିତ କ୍ରାଇମ୍ ପଡକାଷ୍ଟ, ହରର ପଡକାଷ୍ଟ, ଏହିଭଳି ଅନେକ ବିଷୟରେ ଆପଣ ନିଜର ପଡକାଷ୍ଟ ଆରମ୍ଭ କରିପାରନ୍ତି। ଆପଣଙ୍କୁ କେବଳ ଆବଶ୍ୟକ ଗୋଟିଏ ଯନ୍ତ୍ର ଯେଉଁଥିରେ ଆପଣ ଆପଣଙ୍କ କହୁଥିବା କଥାକୁ ରେକର୍ଡିଂ କରିପାରିବେ ଏବଂ ତାହାକୁ ପଡକାଷ୍ଟରେ ଅପଲୋଡ କରିପାରିବେ। ଯଦି ଆପଣଙ୍କ ପାଖରେ ଉଚ୍ଚ ବୈଷୟିକ ଜ୍ଞାନ ସମ୍ପନ୍ନ କୌଣସି ଯନ୍ତ୍ରାଂଶ ନାହିଁ, ତାହେଲେ ମଧ୍ୟ ଦୁଃଖ କରିବାର କୌଣସି କାରଣ ନାହିଁ, କାରଣ ଆପଣ ହାତରେ ଧରିଥିବା ମୋବାଇଲ ଫୋନରେ ମଧ୍ୟ ଆପଣ ଏହା ସହଜରେ କରିପାରିବେ। ଆପଣଙ୍କ ମୋବାଇଲ ଫୋନରେ ଏକ ଅଡିଓ ରେକର୍ଡର ବା ରେକର୍ଡିଂ ଡିଭାଇସ୍ ଥାଏ। ଯଦି ଆପଣ ସେଥିରେ ମଧ୍ୟ ନିଜର କଥାକୁ ରେକର୍ଡିଂ କରିପାରିବେ ଏବଂ ସେହି ଫାଇଲକୁ ପଡକାଷ୍ଟରେ ଅପଲୋଡ କରିପାରିବେ, ତାହେଲେ ଅନେକ ଲୋକ ଆପଣଙ୍କ କଥାକୁ ଶୁଣିପାରିବେ। ତାହେଲେ ଆଉ ଅପେକ୍ଷା କାହିଁକି? ଆପଣ ନିଜକୁ ପ୍ରସ୍ତୁତ କରିଦିଅନ୍ତୁ ନିଜର ପ୍ରଥମ ପଡକାଷ୍ଟ ଆପଣ ପ୍ରସ୍ତୁତ କରିବା ପାଇଁ। ଆମର ପରବର୍ତ୍ତୀ ଏପିସୋଡରେ ଆମେ ଆପଣଙ୍କୁ କହିବୁ ଅତି ସହଜରେ ଆପଣ ପଡକାଷ୍ଟଟିଏ କିଭଳି ଭାବରେ କରିଦେଇ ପାରିବେ। ଯଦି ଆପଣଙ୍କୁ ଆମର ଏହି ସିରିଜ ଭଲ ଲାଗୁଥାଏ, ତାହେଲେ ଆମର ଏହି ସିରିଜକୁ ଲାଇକ୍ କରନ୍ତୁ ଏବଂ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ କରି ବେଲ୍ ବଟନକୁ କ୍ଲିକ୍ କରିଦିଅନ୍ତୁ। ଫଳରେ ଏହାର ପରବର୍ତ୍ତୀ ଏପିସୋଡ ମାନେ ଯେତେବେଳେ ଅପଲୋଡ ହେବେ, ଆପଣଙ୍କୁ ଶୀଘ୍ର ଜଣାପଡ଼ି ଯାଇପାରିବ। ଯଦି ଆପଣଙ୍କ ମନରେ କୌଣସି ପ୍ରକାରର ସନ୍ଦେହ ଥାଏ ବା ପ୍ରଶ୍ନ ଥାଏ, ତାହେଲେ ଆପଣ ଏହି ଭିଡିଓର ତଳେ ଆମକୁ କମେଣ୍ଟ କରି ଜଣାଇ ପାରିବେ। ଆଜି ପାଇଁ ଏତିକି। ଆଗାମୀ ଏପିସୋଡ ପାଇଁ ଅପେକ୍ଷାରେ ରହନ୍ତୁ। ଧନ୍ୟବାଦ।